ସମସ୍ତଙ୍କୁ ଜୟ ମାତା କି। ଚାଲନ୍ତୁ ମାତାଙ୍କୁ ମନେ ପକାଇ ମାତାଙ୍କର ନାମ ସ୍ମରଣ କରି ଆରମ୍ଭ କରିବା ଆଜିର ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ପ୍ରଥମେ ଶୁଣିବା ଦଶହରାରେ ରାବଣକୁ କାହିଁକି ଦହନ କରାଯାଏ। ତାପରେ ଜାଣିବା ପାର୍ବତୀ ମାତାଙ୍କ ଶକ୍ତିପୀଠ ଗୁଡ଼ିକର ନାମ। ତାପରେ ଜାଣିବା ଦଶହରା କାହିଁକି ପାଳନ କରାଯାଏ। ତାପରେ ଜାଣିବା ଦୁର୍ଗା ମାତାଙ୍କର 10ଟି ନାମ। ଚାଲନ୍ତୁ ଏବେ ମାତାଙ୍କୁ ଦର୍ଶନ କରିବା ଆଉ ମାତାଙ୍କର କଥା ଶୁଣିବା। ଦଶହରାରେ ରାବଣକୁ କାହିଁକି ଦହନ କରାଯାଏ। ପ୍ରଥମେ ଜାଣିବା ସତ୍ୟର ବିଜୟ ପ୍ରତୀକ ପାଇଁ, ଅସତ୍ୟର ପରାଜୟର ପ୍ରତୀକ ପାଇଁ, ରାମଙ୍କ ବିଜୟର ସ୍ମରଣ ପାଇଁ, ଅହଙ୍କାର ଓ ଅଧର୍ମକୁ ଦୂର କରିବା ପାଇଁ, ଖରାପ ଗୁଣକୁ ଜଲେଇ ଦେବାର ସନ୍ଦେଶ ପାଇଁ। ବିଜୟା ଦଶମୀ ଦିନ ରାମ ରାବଣକୁ ବଧ କରିଥିବାରୁ ଦଶହରାରେ ରାବଣକୁ ଦହନ କରାଯାଏ। ଦଶହରାରେ ଦେବୀ ଦୁର୍ଗାଙ୍କ ମହିଷାସୁର ବଧ ସ୍ମରଣ ପାଇଁ ଦଶହରା ପାଳନ କରାଯାଏ। ଶୁଭର ବିଜୟ ଓ ଅଶୁଭର ପରାଜୟ ପାଇଁ ପାଳନ କରାଯାଏ। ଶକ୍ତି ଓ ସାହସର ପ୍ରାପ୍ତି ପାଇଁ ଦଶହରା ପାଳନ କରାଯାଏ। ସତ୍ୟ ଧର୍ମ ସଦା ବିଜୟୀ ବୋଲି ପ୍ରମାଣ ପାଇଁ ପାଳନ କରାଯାଏ। ଅହଙ୍କାର, ଲୋଭ ଓ କୁସଂସ୍କାରକୁ ପୋଡ଼ିବା ପାଇଁ ଦଶହରା ପାଳନ କରାଯାଏ। ସମୃଦ୍ଧି, ଶାନ୍ତି ଓ ସୁଖ ପାଇଁ ଦଶହରା ପାଳନ କରାଯାଏ। ଦୁଷ୍ଟ ଶକ୍ତି, ରୋଗ ଓ ଭୟକୁ ଦୂର କରିବା ପାଇଁ ଦଶହରା ପାଳନ କରାଯାଏ। ଆନନ୍ଦର ଉତ୍ସବ ଭାବେ ପାଳନ କରାଯାଏ। ଭଗବାନ ରାମଙ୍କ ରାବଣ ବଧର ସ୍ମରଣ ପାଇଁ ଦଶହରା ପାଳନ କରାଯାଏ। ମାତା ଶକ୍ତି ପାର୍ବତୀଙ୍କ ଶକ୍ତିପୀଠ କେଉଁଠାରେ ଅଛି ଚାଲନ୍ତୁ ଜାଣିବା। ଶିବଙ୍କୁ ଶୋକ ମୁକ୍ତ କରିବା ନିମନ୍ତେ ନାରାୟଣ ସତୀଙ୍କ ମୃତଦେହକୁ ସୁଦର୍ଶନ ଚକ୍ର ଦ୍ୱାରା ଖଣ୍ଡ ବିଖଣ୍ଡିତ କରିଥିଲେ। ମହାମାୟୀ ଅମରନାଥ, ଜାମ୍ମୁ କାଶ୍ମୀର ପଡ଼ିଥିବା ଅଙ୍ଗ ଗଳାକୁ ପୂଜା କରନ୍ତି। ଫଲରା ଦେବୀ ଅତାଶା ପଶ୍ଚିମବଙ୍ଗ ଶରୀରର ଅଙ୍ଗ ଓଠତଳକୁ ପୂଜା କରନ୍ତି। ବହୁଳ ବର୍ଦ୍ଧମାନରେ ପଶ୍ଚିମବଙ୍ଗ ପଡ଼ିଥିବା ଅଙ୍ଗ ବାମ କନ୍ଧକୁ ପୂଜା କରନ୍ତି। ମହିଷାମର୍ଦିନୀ ବାକ୍ରେଶ୍ୱର ସିଭିଲ୍ ରିଟର୍ନ ଶରୀର ଅଙ୍ଗ କପାଳକୁ ପୂଜା କରନ୍ତି। ଅବନ୍ତୀ ଉଜ୍ଜୟିନୀରେ ମଧ୍ୟପ୍ରଦେଶରେ ଶରୀରର ଅଙ୍ଗ ଉପର ଓଠକୁ ପୂଜା କରନ୍ତି। ଅପର୍ଣ୍ଣା ବାଂଲାଦେଶ ଶରୀରର ଅଙ୍ଗ ଛାତିକୁ ପୂଜା କରନ୍ତି। ଚଣ୍ଡକୀ ଚଣ୍ଡୀ ଚଣ୍ଡୀନଦୀ ଶରୀରର ଅଙ୍ଗ ଗାଲକୁ ପୂଜା କରନ୍ତି। ଭ୍ରାମର ଜନ୍ମସ୍ଥାନ ଶରୀରର ଅଙ୍ଗ ଥୋଡ଼ିକୁ ପୂଜା କରନ୍ତି। ହିଲାଞ୍ଜା ପାକିସ୍ତାନ ଶରୀରର ଅଙ୍ଗ ମୁଣ୍ଡକୁ ପୂଜା କରନ୍ତି। ଜୟନ୍ତୀ ମେଘାଳୟ ଶରୀରର ଅଙ୍ଗ ବାମ ଜଙ୍ଘକୁ ମାତା ପାର୍ବତୀଙ୍କର ଖଣ୍ଡ ବିଖଣ୍ଡିତ ଅଂଶକୁ ପୂଜା କରି ଭକ୍ତମାନେ ଆଶୀର୍ବାଦ ପାଇଥାନ୍ତି। ଦୁର୍ଗା ମାତାଙ୍କର 10ଟି ନାମ ଜାଣିବା। ଦୁର୍ଗା ସମସ୍ତ ବିପଦକୁ ଦୂର କରିଥିବା ମା ଦୁର୍ଗା ଅଟନ୍ତି। କାଳୀ ଅସୁର ସଂହାରିଣୀ ଶକ୍ତି ଅଟନ୍ତି। ପାର୍ବତୀ ପାହାଡ଼ ପର୍ବତର କନ୍ୟା ଅଟନ୍ତି। ଗୌରୀ ଶୁଭ୍ର ଦୀପ୍ତିମାନ ରୂପ ଅଟନ୍ତି। ଶକ୍ତି ସମସ୍ତ ଶକ୍ତିର ଆଦିଶକ୍ତି ଅଟନ୍ତି। ଚଣ୍ଡୀ ଦେବୀଙ୍କ ରୁଦ୍ର ରୂପ ଅସୁର ବିନାଶିନୀ ଅଟନ୍ତି। ଭବାନୀ ସମସ୍ତ ଜୀବଙ୍କର ଜୀବନଦାତ୍ରୀ ଅଟନ୍ତି। ଜନ୍ମଦାତ୍ରୀ ସମସ୍ତ ବ୍ରହ୍ମାଣ୍ଡକୁ ଧାରଣ କରୁଥିବା ମାତା ଦେବୀ ଅଟନ୍ତି। ମହିଷାମର୍ଦିନୀ ମହିଷାସୁରକୁ ସଂହାର କରୁଥିବା ଦେବୀ ଅଟନ୍ତି। ତ୍ରିନୟନୀ ତିନୋଟି ନୟନ, ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି ଥିବା ମା ଦୁର୍ଗା ଦେବୀ ଅଟନ୍ତି। ଚାଲନ୍ତୁ ଏବେ ମାତାଙ୍କର ପୂଜା ଦେଖିବା ଆଉ ମାତାଙ୍କୁ ଦର୍ଶନ କରିବା ଆଉ ମାତାଙ୍କର ଆଶୀର୍ବାଦ ନେବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭକ୍ତମାନଙ୍କର ଦୁଃଖ ଦୂର କରିବା ପାଇଁ ତ
प्रतिवर्ष माता अवतीर्ण होइथांती और माता को दर्शन पाई भक्त माने धन्य होइथांती। ताहले चलंतु माता को दर्शन करिबा तांकर आशीर्वाद नेबा। भूमदस्या समस्त सुरता समवीरणेन तृप्ति प्रयाति सकलुय भक्तञ्च सर्वजगतं परमार्थे भन्त्रि भूमिदासी विभिन्न भूमदुर्गे सता हरति भीति विसर्जतं तु स्तुति सुतामतिमतीव सुमङ्गलादि दारिद्र्यदुःख भयहारिणिका च कन्याः सर्वोपकारकरणाय सदा त्रिचित्ता भूमिर्ति हति जगति जयति सुगन्त भैति कुरुपक्तु नामन कराय चिराय पापं संग्राम मृत्युमधिगम्यधिकं प्रयान्तु वदेवि धृतमहितान्दिनि हञ्चिदेवि भूमदृष्टि भक्तिं न भवति प्रकरोति भस्म सर्पासुरनरिषु जगत्प्रहिणोषि शस्त्रमुलुकान् प्रयान्ति रविभूति शस्त्ररूपा युधम्मति भवति ते स्वरूपिनिस्वाधानि प्रधानी कर विष्णु रनिष्ठ शुक्रे सुराग्र भक्तिन हिरण्यसुसुराणां शरणागता विरजतं सुमतं विकन्दं दुर्ज्ञाननन्द अभिलोकयतान्तदेवम् भूमन्यो महादुर्भुत भूतशमनं तपदेवी हरिश्रः रूपमदधैवदवित्यमुदुल्यमन्मे विज्जत्तरक्षणी स्वाहा भूम दुर्गे दुर्गे रक्षणी स्वाहा भूम दुर्गे दुर्गे रक्षणी स्वाहा भूम ऋषिर्वाच भूमेवं स्तुता सुरदेवी कुसुमे नन्दोद्भवे अप्तिता जगता धात्री तथा गन्धानुलिपने भूम भक्त्या समस्ते प्रियदशीति वरोदत्ते धूपिताः पायं प्रसाद समुखे समतां सुरान् भूमदिव्योवाच भूमहाभ्यतान्तिरसां सर्वे जगत्सृष्टि विदाक्षितान् भूमदिव्योदेवायुचुभू सत्कारस्कं महिषासुर दरिचापि वरोदेय तर्पयास्माकमहेश्वरे ओम संस्कृता तन्नो हो हिस्तेता परमापद दस्तमत्या सवेरे